ଏଇଥର ହବ। ହ୍ୟାଲୋ ଗାଇସ୍, ଦେଖନ୍ତୁ ମୋର 25 ବର୍ଷ ପରେ ଗୋଟେ ପିଲାଟି ସାଙ୍ଗରେ ଦେଖା ହେଲା। ସେ ଆମ ଭଉଣୀ, ୟାକୁ କିଏ ଚିହ୍ନିଛନ୍ତି ଦେଖନ୍ତୁ। ସେ ହେଉଛି ଟିକି ଦେଇ। କେତେ ବର୍ଷ ପରେ ଦେଖା ହେଲା। ଆଉ ଏଇଠି ମୋ ବୋଉ ବସିଛି ମଝିରେ, ଦେଖନ୍ତୁ। ଜାଣିଲୁ ଟିକି ଦେଇ, ଜାଣିଲୁ ମୋତେ କିଛି ଲୋକ କହନ୍ତି କି ଆଉ ତୋ ବାପା ଭଲ ଲୋକ ଥିଲା, ଆଉ ଭଲରେ ଚାଲିଗଲା, କମ୍ ବୟସରେ ପଳେଇଲେ, ମାନେ ଷ୍ଟ୍ରୋକ୍ ହେଇଗଲା। ଆଉ ତୋ ବୋଉ, ମୋ ବୋଉ କାଳେ ଭଲ ନୁହଁ, ମୋ ବୋଉ ବହୁତ ଭୋଗିବ। କିନ୍ତୁ ଦେଖ 80 ବର୍ଷ ହେଲାଣି ସେ ସେମିତିଆ ବଇଛି, ଚାଲୁଛି ବୁଲୁଛି ଖାଉଛି ଆରାମସରେ ରହିଛି। କିନ୍ତୁ ତାର ଦିନେ ନା ଡାକ୍ତର କତିକି ଯାଇଛି ନା ମେଡ଼ିସିନ ଆଣିକି ଖାଇଛି। ସେମିତିଆ ଚାଲିଥାଉ, ତା ହାତ ଗୋଡ଼ ସେ ସେମିତି ଭଲରେ ରହିଥାଉ। ମୁଁ କିନ୍ତୁ ବହୁତ ଗର୍ବ ଅନୁଭବ କରୁଛି ମୋ ବୋଉକୁ ନେଇକି, ଯେହେତୁ ମୋ ବୋଉ ବହୁତ ଭଲରେ ଅଛି, ସେମିତି ଭଲ କର୍ମ କରୁଛି ବୋଲି। କିନ୍ତୁ ଯେଉଁମାନେ କହୁଥିଲେ ସେମାନେ ଏତେ ଭୋଗାଭୋଗ ଭୋଗୁଛନ୍ତି ମୋ ସାମ୍ନାରେ ମୁଁ ଦେଖୁଛି, ସେ ଆଗାମୀ ଆହୁରି କେତେ ଭୋଗିବେ ମୁଁ ଜାଣିନି। କିନ୍ତୁ ମୁଁ ବହୁତ ଗର୍ବ ଅନୁଭବ କରୁଛି ମୋ ବୋଉକୁ ନେଇକି। ଏତେ ବର୍ଷ ହେଲାଣି ସେମିତି ବସିଛି, ନିଜ କାମ ନିଜେ କରୁଛି, ଚାଲୁଛି ବୁଲୁଛି, ପାଣି ଆଣିବା କତରୁ ସବୁ କାମ କରୁଛି। କିନ୍ତୁ 50-55 ଲୋକ ବି ସେ ବୁଢ଼ୀଠାରୁ ଆହୁରି ନ ହେଇଗଲେଣି ସବୁ। ଆଉ ଆପଣମାନଙ୍କର ମତାମତ ଆଉ କମେଣ୍ଟ କରିକି କହିବେ। ଏଇଥର ହବ। ହ୍ୟାଲୋ ଗାଇସ୍, ଦେଖନ୍ତୁ ମୋର 25 ବର୍ଷ ପରେ ଗୋଟେ ପିଲାଟି ସାଙ୍ଗରେ ଦେଖା ହେଲା। ସେ ଆମ ଭଉଣୀ, ୟାକୁ କିଏ ଚିହ୍ନିଛନ୍ତି ଦେଖନ୍ତୁ। ସେ ହେଉଛି ଟିକି ଦେଇ। କେତେ ବର୍ଷ ପରେ ଦେଖା ହେଲା। ଆଉ ଏଇଠି ମୋ ବୋଉ ବସିଛି ମଝିରେ, ଦେଖନ୍ତୁ। ଜାଣିଲୁ ଟିକି ଦେଇ, ଜାଣିଲୁ ମୋତେ କିଛି ଲୋକ କହନ୍ତି କି ଆଉ ତୋ ବାପା ଭଲ ଲୋକ ଥିଲା, ଆଉ ଭଲରେ ଚାଲିଗଲା, କମ୍ ବୟସରେ ପଳେଇଲେ, ମାନେ ଷ୍ଟ୍ରୋକ୍ ହେଇଗଲା। ଆଉ ତୋ ବୋଉ, ମୋ ବୋଉ କାଳେ ଭଲ ନୁହଁ, ମୋ ବୋଉ ବହୁତ ଭୋଗିବ। କିନ୍ତୁ ଦେଖ 80 ବର୍ଷ ହେଲାଣି ସେ ସେମିତିଆ ବଇଛି, ଚାଲୁଛି ବୁଲୁଛି ଖାଉଛି ଆରାମସରେ ରହିଛି। କିନ୍ତୁ ତାର ଦିନେ ନା ଡାକ୍ତର କତିକି ଯାଇଛି ନା ମେଡ଼ିସିନ ଆଣିକି ଖାଇଛି। ସେମିତିଆ ଚାଲିଥାଉ, ତା ହାତ ଗୋଡ଼ ସେ ସେମିତି ଭଲରେ ରହିଥାଉ। ମୁଁ କିନ୍ତୁ ବହୁତ ଗର୍ବ ଅନୁଭବ କରୁଛି ମୋ ବୋଉକୁ ନେଇକି, ଯେହେତୁ ମୋ ବୋଉ ବହୁତ ଭଲରେ ଅଛି, ସେମିତି ଭଲ କର୍ମ କରୁଛି ବୋଲି। କିନ୍ତୁ ଯେଉଁମାନେ କହୁଥିଲେ ସେମାନେ ଏତେ ଭୋଗାଭୋଗ ଭୋଗୁଛନ୍ତି ମୋ ସାମ୍ନାରେ ମୁଁ ଦେଖୁଛି, ସେ ଆଗାମୀ ଆହୁରି କେତେ ଭୋଗିବେ ମୁଁ ଜାଣିନି। କିନ୍ତୁ ମୁଁ ବହୁତ ଗର୍ବ ଅନୁଭବ କରୁଛି ମୋ ବୋଉକୁ ନେଇକି। ଏତେ ବର୍ଷ ହେଲାଣି ସେମିତି ବସିଛି, ନିଜ କାମ ନିଜେ କରୁଛି, ଚାଲୁଛି ବୁଲୁଛି, ପାଣି ଆଣିବା କତରୁ ସବୁ କାମ କରୁଛି। କିନ୍ତୁ 50-55 ଲୋକ ବି ସେ ବୁଢ଼ୀଠାରୁ ଆହୁରି ନ ହେଇଗଲେଣି ସବୁ। ଆଉ ଆପଣମାନଙ୍କର ମତାମତ ଆଉ କମେଣ୍ଟ କରିକି କହିବେ।